ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଯାହା ଦେଖାଉଛି ମୁଁ ଆପଣମାନେ ହୁଏତ ଚିହ୍ନି ପାରୁଥିବେ। ଏହା ସମସ୍ତଙ୍କ ଘରେ ରହିଥାଏ। ଏହାକୁ ସୋରିଷ ରାଇ ମୁଷ୍ଟାର୍ଡ଼ ବୋଲିକି କୁହାଯାଇଥାଏ। ପ୍ରାୟତଃ ଆମ ଓଡ଼ିଆମାନେ ଏହାକୁ ଖାଇବା ପିଇବାରେ ରୋଷେଇ ମାଧ୍ୟମରେ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣମାନେ ଏହାର ତାନ୍ତ୍ରିକ ବିଧି ମଧ୍ୟ ନିହାତି ଭାବରେ ଜାଣିଥିବେ ଶୁଣିଥିବେ। କାହିଁକି ନା ସମସ୍ତେ କିଛି ନା କିଛି ତନ୍ତ୍ରମନ୍ତ୍ର ବିଷୟରେ ଜାଣିଥାନ୍ତି କିମ୍ବା ସେମାନେ ଶୁଣିଥାନ୍ତି। କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଏହି ରାଇର ଏମିତି ଗୋଟିଏ ଅଦ୍ଭୁତ ଏବଂ ଚମତ୍କାର ପ୍ରୟୋଗ କହିବି, ଯେଉଁଟା ଆପଣମାନେ ପ୍ରୟୋଗ କରିବା ମାତ୍ରକେ ଯେକୌଣସି ବ୍ୟକ୍ତିର ମାଇଣ୍ଡକୁ ଆପଣମାନେ କଣ୍ଟ୍ରୋଲ କରିପାରିବେ। ଆପଣମାନେ ଯେମିତି ଚାହିଁବେ ସେ ବ୍ୟକ୍ତି ସେମିତି କରିବ। ଦେଖନ୍ତୁ, ଏଇଟା ସ୍ତ୍ରୀ ଉପରେ ମଧ୍ୟ କରିପାରିବେ, ପୁରୁଷ ଉପରେ ମଧ୍ୟ କରିପାରିବେ, ପଶୁ ପକ୍ଷୀ ଯାହା ଉପରେ ଚାହିଁବେ ତାହା ଉପରେ କରିପାରିବେ। ଏହା କେବଳ ମାଇଣ୍ଡ କଣ୍ଟ୍ରୋଲ ପାଇଁ ଏକା ବ୍ୟବହାର କରିଯାଇଥାଏ। ତ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି କହିବା ପାଇଁ ଯାଉଛି। ଯଦି ଆପଣମାନେ ଯେକୌଣସି ବ୍ୟକ୍ତିର ମାଇଣ୍ଡ କଣ୍ଟ୍ରୋଲ କରିବା ପାଇଁ ଚାହାନ୍ତି, ନିଜ ଇଚ୍ଛାରେ ତାକୁ ବ୍ୟବହାର କରିବା ପାଇଁ ଚାହାନ୍ତି, ତାହେଲେ ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଆଉ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ହାଇପ୍ କରନ୍ତୁ। ଦେଖନ୍ତୁ ସେଠି ଗୋଟେ ହାଇପ୍ ବୋଲିକି ଲେଖା ଅଛି, ଆପଣମାନେ ସେଠି କ୍ଲିକ୍ କରନ୍ତୁ। ଆପଣ ଲାଇକ୍ କରନ୍ତୁ ନ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ନ କରନ୍ତୁ, କିନ୍ତୁ ସେହି ହାଇପ୍ରେ କ୍ଲିକ୍ କରନ୍ତୁ। ଦେଖନ୍ତୁ, ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ବିଧି କହିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ କଥା କହିବି। ଦେଖନ୍ତୁ, ଏମିତି ପ୍ରତ୍ୟେକ ମଣିଷମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଅଛି। ସେମାନେ ଚାହାନ୍ତି ତାଙ୍କ ସମସ୍ୟା କେମିତି ଠିକ୍ ହେଉ, କିନ୍ତୁ ସେମାନେ ଚାହିଁଲେ ମଧ୍ୟ ନିଜେ ଠିକ୍ କରିପାରନ୍ତି ନାହିଁ। କାହିଁକିନା ସେମାନଙ୍କୁ ତନ୍ତ୍ରମନ୍ତ୍ର ବିଷୟରେ ଜଣା ନାହିଁ। ତେଣୁ ସେମାନେ ଚାହାନ୍ତି କାହାର ସାହାଯ୍ୟ ନେବା ପାଇଁ। ଦେଖନ୍ତୁ, ଆପଣମାନଙ୍କର ଯାହା ମଧ୍ୟ ସମସ୍ୟା ଥାଉ, ଦୁନିଆର ଯାହା ମଧ୍ୟ ସମସ୍ୟା ଥାଉ, ଆପଣମାନେ ଲାଜିବେ ନାହିଁ କିମ୍ବା ଭୟ କରିବେ ନାହିଁ। ଆପଣଙ୍କ ସ୍କ୍ରିନ୍ରେ ଯେଉଁ ନମ୍ବରଟି ଦେଖାଯାଉଛି, ଏହି ନମ୍ବରକୁ କଲ୍ କରିବେ, ନଚେତ୍ ହ୍ୱାଟ୍ସଆପ୍ କରିବେ। ଆପଣମାନେ ନିଜର ସମସ୍ୟା ଜଣାଇବେ, ଆମେ ଆପଣମାନଙ୍କୁ ନିହାତି ଭାବରେ ସାହାଯ୍ୟ କରିବୁ, ଯେମିତି ହେଲେ ମଧ୍ୟ ସାହାଯ୍ୟ କରିବୁ। ଆଉ ଯଦି ଆପଣମାନେ ଏପର୍ଯ୍ୟନ୍ତ ପ୍ରାଚୀନ ରହସ୍ୟ ଜ୍ଞାନ ଆପ୍ଲିକେସନ୍ ଡାଉନଲୋଡ଼ କରିନାହାନ୍ତି, ଅତି ଶୀଘ୍ର ଡାଉନଲୋଡ଼ କରନ୍ତୁ। ସେଠି ଆପଣମାନେ ପାଇପାରିବେ ବଶୀକରଣ, ମାରଣ, ଆକର୍ଷଣ, ବିଦ୍ବେଷଣ, ଗ୍ରହ, ନକ୍ଷତ୍ର, ଦୋକାନ ବାଡ଼ିରେ ଆପଣଙ୍କର ବେପାର ବୃଦ୍ଧି, ସ୍ୱାମୀ ସ୍ତ୍ରୀ ପ୍ରେମ ସମ୍ପର୍କ, ମାନେ ଦୁନିଆର ଯେତେ ମଧ୍ୟ ତନ୍ତ୍ର ଅଛି, ମନ୍ତ୍ର ଅଛି, ଆୟୁର୍ବେଦିକ ଅଛି, ସବୁକିଛି ଆପଣମାନେ ସେହି ଆପ୍ଲିକେସନ୍ରେ ପାଇପାରିବେ। ଦେଖନ୍ତୁ, ଥରେ ଆପଣମାନେ ଇନଷ୍ଟଲ୍ କରନ୍ତୁ, ଦେଖନ୍ତୁ ସେଇଟା ଆପଣମାନଙ୍କୁ ଫାଇଦା ଦେଉଛି କି ନାହିଁ ଚେକ୍ କରନ୍ତୁ। ତାପରେ ଆପଣମାନେ ମୋତେ କମେଣ୍ଟରେ ଜଣାଇବେ। ଦେଖନ୍ତୁ, ଆପଣମାନେ ପ୍ରାଚୀନ ରହସ୍ୟ ଜ୍ଞାନ ଆପ୍ଲିକେସନ୍ କେମିତି ଇନଷ୍ଟଲ୍ କରିବେ? ଆପଣମାନେ ପ୍ଲେ ଷ୍ଟୋର୍ ଖୋଜିବେ। ଦେଖନ୍ତୁ, ଆପଣଙ୍କ ମୋବାଇଲରେ ପ୍ଲେ ଷ୍ଟୋର୍ ଅଛି। ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ପ୍ଲେ ଷ୍ଟୋର୍। ଆପଣମାନେ ସେହି ପ୍ଲେ ଷ୍ଟୋର୍ରେ କ୍ଲିକ୍ କରିବେ। ତାପରେ ଆପଣମାନେ ଦେଖନ୍ତୁ, ଏଇଟା ହେଲା ପ୍ଲେ ଷ୍ଟୋର୍। ଏଠି ଆପଣମାନେ କ'ଣ କରିବେ, ଏହି ସର୍ଚ୍ଚ ବାର୍ରେ ଆପଣମାନେ ପ୍ରାଚୀନ ରହସ୍ୟ ଜ୍ଞାନ ସର୍ଚ୍ଚ କରିବେ। ବୁଝିଲେ? ଦେଖନ୍ତୁ, ମୁଁ ଯେମିତି ଲେଖୁଛି ଆପଣମାନେ ସେମିତି ଲେଖିବେ, PRACHIN ପ୍ରାଚୀନ ହେଲା। ତାପରେ ଏଇଟା ଓଡ଼ିଆ ରହସ୍ୟ ଜ୍ଞାନ। ଦେଖନ୍ତୁ, ଯେମିତି ଲେଖିଛି ମୁଁ ସେମିତି ଆପଣମାନେ ଲେଖିବେ। ତାପରେ ସର୍ଚ୍ଚରେ କ୍ଲିକ୍ କରିଦେବେ। ଦେଖନ୍ତୁ, ଏଇଟା ଆସିଗଲା ପ୍ରାଚୀନ ରହସ୍ୟ ଜ୍ଞାନ ଆପ୍ଲିକେସନ୍। କାହିଁକିନା ମୁଁ ଅଲରେଡ଼ି ଇନଷ୍ଟଲ୍ କରିଛି, ତେଣୁ ଆପଣମାନଙ୍କୁ ଦେଖାଯିବ। ଦେଖନ୍ତୁ, ଭଲ ଭାବେ ଦେଖନ୍ତୁ ଏଇଟା କେମିତି ଦେଖାଯାଉଛି। ତାପରେ ଆପଣମାନଙ୍କୁ ମୁଁ ମନ୍ତ୍ରତନ୍ତ୍ର ମଧ୍ୟ ଦେଖାଇ ଦେଉଛି। ଆପଣମାନେ ଇନଷ୍ଟଲ୍ କରିବେ, ତାପରେ ଓପନ୍ କରିଦେବେ। ଦେଖନ୍ତୁ, ଓପନ୍ କଲା ମାତ୍ରକେ ଆପଣମାନଙ୍କୁ ଦେଖନ୍ତୁ ରାଶି ଦେଖାଯିବ, ମନ୍ତ୍ର ଦେଖାଯିବ, ତନ୍ତ୍ର ଦେଖାଯିବ, ଆୟୁର୍ବେଦିକ ଦେଖାଯିବ, ବନୌଷଧି ବିଜ୍ଞାନ ଦେଖାଯିବ। ଆପଣମାନେ ଓଡ଼ିଆ ଭାଷାରେ ଜାଣିପାରିବେ, ହିନ୍ଦୀ ଭାଷାରେ ଜାଣିପାରିବେ, ଇଂଲିଶରେ ଜାଣିପାରିବେ। ଯେକୌଣସି ଭାଷାରେ ମଧ୍ୟ ଆପଣମାନେ ଏଠୁ ତନ୍ତ୍ର ମନ୍ତ୍ର ଯାହା କିଛି ଦରକାର ଆପଣମାନେ ପାଇପାରିବେ। ଦେଖନ୍ତୁ, କେବଳ ମାତ୍ର ଆପଣମାନଙ୍କର 1-2 ମିନିଟ୍ ଏକା ଖର୍ଚ୍ଚ ହେବ, କିନ୍ତୁ ଏହି 1-2 ମିନିଟ୍ ବଦଳରେ ଆପଣମାନେ ଦୁନିଆର ସବୁକିଛି ଜ୍ଞାନ ପାଇପାରିବେ। ଦେଖନ୍ତୁ, ଆପଣମାନେ କୌଣସି ଫାଇଲ୍ ନେବାକୁ ପଡ଼ିବ ନାହିଁ କିମ୍ବା କୌଣସି ତନ୍ତ୍ରମନ୍ତ୍ର ଗ୍ରନ୍ଥ ନେବାକୁ ପଡ଼ିବ ନାହିଁ। କେବଳ ମାତ୍ର ଆପଣମାନଙ୍କୁ ଏହି ଆପ୍ଲିକେସନ୍ ଇନଷ୍ଟଲ୍ କରିବାକୁ ପଡ଼ିବ। ତ ଇନଷ୍ଟଲ୍ କରନ୍ତୁ, ଆଉ ଆପଣମାନେ ଏହାକୁ ବ୍ୟବହାର କରନ୍ତୁ। ପ୍ରତିଦିନ ରାଶିଫଳ ମଧ୍ୟ ଆପଣମାନଙ୍କୁ ଦେଖାଯିବ, ନିଜ ନିଜର ରାଶିଫଳ ମଧ୍ୟ ଜାଣିପାରିବେ। ଦେଖନ୍ତୁ, ବର୍ତ୍ତମାନ ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଗୋଟିଏ ମନ୍ତ୍ର ଦେଖାଯାଉଛି। ଆପଣମାନେ ଏହି ମନ୍ତ୍ରଟିକୁ ଭଲ ଭାବେ ମୁଖସ୍ଥ କରନ୍ତୁ। କେବଳ ଆପଣମାନଙ୍କୁ ଏହି ମନ୍ତ୍ରଟିକୁ କ'ଣ କରିବାକୁ ପଡ଼ିବ, ଯେଉଁ ରାଇ ଆପଣମାନେ ନେବେ, ସେହି ରାଇରେ ଆପଣମାନେ 7 ଥର ମନ୍ତ୍ର ଉଚ୍ଚାରଣ କରିକି 7-21 ଥର ଫୁଙ୍କ ମାରିବାକୁ ପଡ଼ିବ। 7 ଥର ମନ୍ତ୍ର ଉଚ୍ଚାରଣ କରିବେ, 21 ଥର ଫୁଙ୍କ ମାରିବେ। ଦେଖନ୍ତୁ, ଥରେ ମନ୍ତ୍ର ଉଚ୍ଚାରଣ କରିବେ, 3 ଥର ଫୁଙ୍କ ମାରିବେ। କିନ୍ତୁ ଏଇଟା କେଉଁ ଦିନ କରିବେ? କାହିଁକିନା ଦିନ ଆବଶ୍ୟକ ନିହାତି ଭାବରେ ପଡ଼ିଥାଏ। ଦେଖନ୍ତୁ, ଦିନ ହେଲା ଆପଣମାନଙ୍କର ରବିପୁଷ୍ୟା ହେଉ, ଗୁରୁପୁଷ୍ୟା ହେଉ, ପୂର୍ଣ୍ଣିମା ହେଉ, ସଂକ୍ରାନ୍ତି ହେଉ, ଅମାବାସ୍ୟା ହେଉ, ଏହି ଦିନମାନଙ୍କରେ ଆପଣମାନେ ଏହା କରିପାରିବେ। କିନ୍ତୁ କେଉଁ ସମୟରେ କରିବେ? ଦେଖନ୍ତୁ,
प्रथमे आपण मैंने यहाँ रात्रि 12टा समय करेंगे। रात्रि 12टा समय करके आप गोटे नाली कपड़ा ने, नाली कपड़े से आप प्रथम कौन करेंगे गोटे मुठा सोरिष ने, से गोटे मुठा सोरिष आप मंत्र 7 थर उच्चारण करेंगे। नाली कपड़े यहीटा को रखिए आउ बांधिदेवे। तापर आप राति शोबे निज मुंडरे आप जो तकिया रखती ता तले रखिदेवे। तापर कौन करेंगे ता आर दिन ब्रह्म मुहूर्तर उठिबे। आपण माने चाहती कौन सी गोटे घर लोक को आपण माने टोटाली माइंड कंट्रोल करिवार अछि। तापर कौन करेंगे चुपचाप जीवे अधुआ मुहरे आउ तांको घर उपरे छात उपरे पकई देबे। बुझिले सेतिके करेंगे आउ किछि करिवार आवश्यक नाही। तापर देखिबे सेही सोरिष जेते दिन पर्यंत थिबो से माने तम कथारे उठ बस हेबे। किंतु जहाँ भी करेंगे देखंतु कहार क्षति पाई मनरे चिंता करेंगे नाही, किंबा कौन सी दुर्विपाक करी आपण मैंने यह सब करने चाहिए ताहले उल्टा प्रभाव पड़ो। कहीं आपण मैंने जानती प्रत्येक मंत्र तंत्र में ईश्वर कृपा रही थाए। जदि आपण मैंने कहार क्षति करेंगे निजर ही क्षति हम। तेणु आपण मैंने चाहती आपणकर कौन सी बड़ काम अच्छी जो कम कि से लोक शत्रुतापूर्वक आपणकर करदे ना से जगह आपण मैंने व्यवहार करूँ। जदि आपण मानकर कौन सी कारणवशतः आपणकर भूल ना तांको भूल जगू आपण मानकर मनमालिन्य होइछि से माने आपणक प्रति कौन सी खराब भाव रखुछंती ताहले तांको ऊपर करंतु कौन सी असुविधा नाही। किंतु कहार क्षति करने मारियापाई तांको धन जन संपद यह सब लोटिवाई यह सब करुछंती ताहले विपरीत फल भोगिबे।